ପ୍ରତ୍ୟେକ ଝିଅ ନିଜ ଜୀବନରେ ଗୋଟିଏ ଭଲ ଲାଇଫ୍ ପାର୍ଟନର ବାଛିଥାଏ। ନିଜର ଏହି ଇଚ୍ଛାକୁ ପୂରଣ କରିବାକୁ ଝିଅ ବା ନାରୀଟିଏ ଅନେକ ଚେଷ୍ଟା ମଧ୍ୟ କରିଥାଏ। ପ୍ରତ୍ୟେକ ନାରୀ ମନରେ ଗୋଟିଏ କଥା ଉଙ୍କି ମାରୁଥାଏ ଯେ ସେ ଯେଉଁ ପୁଅକୁ ମ୍ୟାରେଜ କରିବ ସେ କେମିତି ହୋଇଥିବ, ପୁଅ ଭଲ ବା ଖରାପ ହୋଇଥିବ କିମ୍ବା ପୁଅର ସ୍ୱଭାବ କିପରି ହୋଇଥିବ। ଆଜ୍ଞା, ଏପରି ଅନେକ ପ୍ରଶ୍ନ ଗୋଟେ ଝିଅ ମନରେ ସଦାବେଳେ ଉଙ୍କି ମାରିଥାଏ। ଆଜି ଆମେ ଆପଣମାନଙ୍କୁ ଏମିତି କିଛି ପୁରୁଷମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କର ପ୍ରଥମ ଅକ୍ଷରରେ ଜଣାପଡ଼ିଯିବ ଯେ ସେମାନେ କେତେ ଭଲ ସ୍ୱଭାବର ହୋଇଥିବେ। ତ ପ୍ରଥମେ ତ ରହିଛି ଏ ନାମର ପୁରୁଷମାନେ। ଏହି ନାମର ଆରମ୍ଭ ହୋଇଥିବା ପୁରୁଷମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି। ଆଜ୍ଞା, ଏମାନେ ନିଜ ଅପେକ୍ଷା ନିଜ ଜୀବନ ସାଥୀର ଯତ୍ନ ଅଧିକା ନେଇଥାନ୍ତି। ଏମାନଙ୍କୁ ବହୁତ ସଚ୍ଚୋଟ ଜୀବନ ସାଥୀଟିଏ ମିଳିଥାଏ। ଏହି ସ୍ୱଭାବ ଯୋଗୁଁ ଏମାନଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ। ଏହି ପୁରୁଷମାନେ ନିଜ ସ୍ତ୍ରୀଙ୍କୁ ରାଣୀ କରି ରଖିଥାନ୍ତି। ତ ଦ୍ୱିତୀୟରେ ରହିଛି ସି ନାମର ପୁରୁଷମାନେ। ଏହି ନାମର ଆରମ୍ଭ ହୋଇଥିବା ପୁରୁଷମାନେ ନିଜ ଜୀବନସାଥୀ ଉପରେ ନିଜଠାରୁ ଅଧିକ ଭରସା କରିଥାନ୍ତି। ଏମାନେ ନିଜ ପତ୍ନୀଙ୍କ ଜୀବନରେ ଆଗକୁ ବଢ଼ିବାରେ ସାଥ ଦେଇଥାନ୍ତି। ଏମାନେ ନିଜ ସ୍ତ୍ରୀର ଭବିଷ୍ୟତ ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଆଜ୍ଞା, ଏହି ନାମର ପୁରୁଷମାନେ ସ୍ତ୍ରୀମାନେ ଯଦି ନିଜ ଜୀବନରେ ସଫଳତା ହାସଲ କରନ୍ତି ତେବେ ଏମାନେ ନିଜ ସ୍ତ୍ରୀକୁ ଖୁସି କରିଥାନ୍ତି। ଏହି ପୁରୁଷମାନେ ଅନ୍ୟ କୌଣସି ଝିଅ ପ୍ରତି ଖରାପ ବ୍ୟବହାର କରନ୍ତି ନାହିଁ। ଆଜ୍ଞା, ଏମାନଙ୍କର ଏହି ସ୍ୱଭାବ ଯୋଗୁଁ ଏମାନଙ୍କର ଦାମ୍ପତ୍ୟ ଜୀବନ ମଧୁମୟ ହୋଇଥାଏ। ତୃତୀୟରେ ରହିଛି ଆର୍ ନାମର ପୁରୁଷମାନେ। ଏହି ନାମରୁ ଆରମ୍ଭ ହୋଇଥିବା ପୁରୁଷମାନେ ନିଜ ପାର୍ଟନରଙ୍କୁ ଖୁସି କରିବା ପାଇଁ ସବୁ ପ୍ରକାରର ଚେଷ୍ଟା ଜାରି ରଖିଥାନ୍ତି। ଏମାନେ ନିଜ ଜୀବନସାଥୀ ସହ ବିନମ୍ର ଭାବରେ କଥାବାର୍ତ୍ତା କରିଥାନ୍ତି। ଆଜ୍ଞା, ଏହି ସ୍ୱଭାବ ଥିବା ପୁରୁଷମାନଙ୍କୁ ବହୁତ ଭାଗ୍ୟଶାଳୀ ଝିଅ ମିଳିଥାନ୍ତି। ଆଜ୍ଞା, ତେବେ ଚତୁର୍ଥରେ ରହିଛି ଏସ ନାମର ପୁରୁଷମାନେ। ଏହି ନାମରୁ ଆରମ୍ଭ ହୋଇଥିବା ପୁରୁଷମାନେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପରଫେକ୍ଟ ସ୍ୱାମୀ ଭାବେ ବିବେଚନା କରାଯାଇଛି। ଏମାନେ ନିଜ ସ୍ତ୍ରୀଙ୍କୁ କେବେ ବି ଦୁଃଖରେ ଦେଖିପାରନ୍ତି ନାହିଁ। ନିଜ ପାର୍ଟନରଙ୍କ ଖୁସିରେ ନିଜ ଖୁସି ଏହି ପୁରୁଷମାନେ ମାନିଥାନ୍ତି। ଆଜ୍ଞା, ଏହି ପୁରୁଷମାନେ ନିଜ ଜୀବନସାଥୀଙ୍କୁ ବହୁତ ଭଲ ପାଇବା ସହ ଆଖିରେ ଟୋପେ ଲୁହ ଦେଖିପାରନ୍ତି ନାହିଁ ମଧ୍ୟ। ତେଣୁ ସେମାନଙ୍କୁ ପରଫେକ୍ଟ ସ୍ୱାମୀ ବା ହଜବେଣ୍ଡ ଭାବରେ ବିବେଚନା କରାଯାଇଛି। ତ ବନ୍ଧୁଗଣ, ଆପଣମାନେ ଯଦି ପୁଅ ହେଇଥିବେ ଆମ ଭିଡ଼ିଓ ଦେଖୁଥିବେ ତେବେ ଆପଣଙ୍କ ନାମର ପ୍ରଥମ ଅକ୍ଷରଟି କ'ଣ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହ ଯୋଡ଼ି ହେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ଟେ ବଜେଇ ଦେବେ।